ମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ରାମ ଚିକିକୁ ପ୍ରପୋଜ କରିବାକୁ ଯାଉଥିବେ ଏ ସମୟରେ ରୋହିର କଥା ଅନୁସାରେ ମାଧବୀ ଆଉ ରତନ ଗୋଟେ ରେଡ଼ିଓ ବକ୍ସକୁ ଆଣି ତାର ଭଲ୍ୟୁମ୍ ଦେଇ ବହୁତ ଜୋରସେ ଗୀତ ବଜେଇବେ ଯାହାଦ୍ୱାରା କି ସେଥିରେ ଥିବା ସାମାନ ଗୁଡ଼ାକ ହଲଚଲ ହେଇ ଚିକିର ଉପରେ ଗୋଟେ ମାଠିଆ ପଡ଼ିଯିବ ଯାହାଦ୍ୱାରା ଚିକିର ମୁଣ୍ଡଟି ଫାଟିଯିବ ଆଉ ଚିକିର ମୁଣ୍ଡରୁ ବ୍ଲଡ଼ ବାହାରିବା ଦେଖି ରାମ ବ୍ୟସ୍ତ ହୋଇ ଯେତେବେଳେ ତାଙ୍କ ରୁମ୍କୁ ଯାଇ ବକ୍ସ ଆଣିବାକୁ ଯାଉଥିବେ ଏ ସମୟରେ ରାମ ଆଉ ଚିକିକୁ କଣ୍ଟ୍ରାକ୍ଟ ମ୍ୟାରେଜ ପେପରଟିକୁ ରାମ ବହୁତ ଜୋରସେ ଝିକି ଆଣି ପଦାରେ ପକାଇ ଦିଅନ୍ତି ଆଉ ଏପଟେ ଆଣି ରାମ ଚିକିକୁ ଟ୍ରିଟମେଣ୍ଟ କରନ୍ତି ଆଉ ଏତେବେଳେ ଚିକି କହିବ ଯେ ମୋର କିଛି ବି ହେଇନି ଆଉ ଏତେବେଳେ ରାମ କହିବ ଯେ ତମର ଷ୍ଟୁପିଡ ବୁଦ୍ଧି ଏତେ କିଛି ହେଇଗଲା ପରେ ବି କହୁଛ କିଛି ବି ହେଇନି ରାମ ଚିକି ପ୍ରପୋଜ କରି କହିବେ ଯେ ଚିକି ତମେ କ'ଣ ମୋର ସବୁଦିନ ପାଇଁ ଏଇ ଗୁଣକୁ ଦେଖିବାକୁ ଚାହିଁବ ତାକୁ ଆପଣେଇବାକୁ ଚାହିଁବ ଗୋଟେ ଫ୍ରେଣ୍ଡସିପ ହିସାବରେ ଆଉ ଏହାପରେ ଚିକି କୁହନ୍ତି ଯେ ତମେ ଯୋଉଭଳି ମୋତେ ପ୍ରପୋଜ କଲ ନା ମତେ ଲାଗିଲା ତମେ ମୋ ଲାଇଫ ପାର୍ଟନର ହିଁ ରହିବାକୁ ଚାହୁଁଛ ବୋଲି ଆଉ ଯେତେବେଳେ ରାମ ହସନ୍ତି ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ସୁଗନ୍ଧା ରାମ ଆଉ ଚିକିଙ୍କ ରୁମ୍କୁ ଯାଉଥିବେ ଏ ସମୟରେ ପେପରଟି ଉଡ଼ି ଆସି ସୁଗନ୍ଧାଙ୍କ ପାଦରେ ଲାଗିଯିବ ଆଉ ସୁଗନ୍ଧା ଜାଣିନଥିଲେ ରାମ ଆଉ ଚିକି ଦୁହେଁ କଣ୍ଟେଣ୍ଟ ମ୍ୟାରେଜ କରୁଛନ୍ତି କିନ୍ତୁ ଚିକି ଆମର ସ୍ତ୍ରୀ ନାହିଁ ଯେତେବେଳେ ସୁଗନ୍ଧା ଜାଣୁଛନ୍ତି ସେତେବେଳେ ସୁଗନ୍ଧାଙ୍କ ମୁଣ୍ଡ ପୁରା ଘାବରେଇ ଯାଉଛି ଆଉ ସେ ସେଇ ଗୋଟେ କାନ୍ଥରେ ବାଡ଼େଇ ହେଉଛନ୍ତି ଯାହା ତାଙ୍କର ମୁଣ୍ଡରୁ ବ୍ଲଡ଼ ବାହାରି ସେ ନିଜେ ବେହୋସ ହେଇ ପଡ଼ନ୍ତି ଆଉ ଏତେବେଳେ ରାମ ଆଉ ଚିକି ୟାକୁ ପାଖକୁ ଦେଖି ପୁରା ଆଶ୍ଚର୍ଯ୍ୟ ହେଇ ପଡ଼ନ୍ତି ତେବେ ପରିବାର ସାମ୍ନାକୁ ସତ ଆସିଲେ ଯେ ରାମ ଆଉ ଚିକିଙ୍କ କଣ୍ଟେଣ୍ଟ ମ୍ୟାରେଜ ହେଇଛି ବୋଲି କ'ଣ ସୁଗନ୍ଧା ଏ କଥାକୁ ସମସ୍ତଙ୍କ ସାମ୍ନାରେ କହିଦେବେ ନା ମୁଣ୍ଡରେ ମାଡ଼ ଲାଗିଥିବା ଯୋଗୁଁ ସେ କଥାକୁ ଭୁଲିଯିବେ ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।